ବନ୍ଧୁଗଣ, କ'ଣ ଆପଣଙ୍କ ଜୀବନରେ ଧନଜନିତ ସମସ୍ୟା ଲାଗି ରହିଛି କି? ଆପଣ ଯେତେ ରୋଜଗାର କଲେ ବି ମଧ୍ୟ କ'ଣ ଟଙ୍କା ଅଣ୍ଟୁ ନାହିଁ? ଚାକିରିରେ ସମସ୍ୟା ଦେଖାଯାଉଛି, ପ୍ରେମ ଜୀବନରେ ସମସ୍ୟା ଦେଖାଯାଉଛି, ଆପଣ କୌଣସି ପ୍ରକାରର ବଡ଼ ବିମାରୀରେ ପୀଡ଼ିତ ଅଛନ୍ତି, ଆପଣ କରଜର ମାୟାଜାଲରେ ଫସି ଯାଇଛନ୍ତି, ତେବେ ଆପଣମାନେ ଆଜିର ଏହି ଭିଡ଼ିଓଟିକୁ ଆପଣଙ୍କର ଫାଇଦା ପାଇଁ ଥରୁଟିଏ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ବନ୍ଧୁଗଣ, ଯେମିତିକି ଆପଣମାନେ ସମସ୍ତେ ଜାଣିଥିବେ, ଶ୍ରାବଣ ମାସର ଆରମ୍ଭ ହୋଇସାରିଛି। ତେବେ ଏହି ଶ୍ରାବଣ ମାସରେ ଚୁପଚାପ ଆପଣ ଘରକୁ ନେଇ ଆସନ୍ତୁ ଏହି ଗଛର ଚେରକୁ। ଆପଣଙ୍କର ସମସ୍ତ ସମସ୍ୟା ଦୂର ହୋଇଯିବ। ବନ୍ଧୁଗଣ, ଆପଣ ଏହି ଯେଉଁ ଗଛକୁ ଭିଡ଼ିଓରେ ଦେଖୁଛନ୍ତି, ଆପଣ ତ ଏହି ଗଛକୁ କେଉଁଠି ନା କେଉଁଠି ନିଶ୍ଚୟ ଦେଖିଥିବେ ଏବଂ ଏହାକୁ ଆପଣ ଦେଖି ଅଣଦେଖା ମଧ୍ୟ କରିଦେଇଥିବେ। ଏମିତି ମଧ୍ୟ ହୋଇପାରେ, ଯଦି ଏହି ଗଛ ଆପଣଙ୍କର ଘର ପାଖରେ ଥିବ ତ ଆପଣ ଏହାକୁ ଉପାଡ଼ି କରି ଫୋପାଡ଼ି ଦେଇଥିବେ। ହେଲେ ବନ୍ଧୁଗଣ, ଏହା କୌଣସି ଜଙ୍ଗଲୀ ଗଛ ନୁହଁ, ବରଂ ଏହା ଏକ ଏପରି ଗଛ ଅଟେ ଯେଉଁଥିରେ ଭଗବାନ ଭୋଳାନାଥ, ଭଗବାନ ଶନିଦେବ ଏବଂ ମାତା ଲକ୍ଷ୍ମୀଙ୍କର ବାସ ହୋଇଥାଏ। ଆପଣଙ୍କୁ କହିଦେଉଛୁ ଯେ ଏହି ଗଛର ମୂଳରେ ମାତା ଗଙ୍ଗାଙ୍କର ମଧ୍ୟ ବାସ ହୋଇଥାଏ। ଏହି ଗଛର ଯଦି ଆପଣଙ୍କୁ ତାନ୍ତ୍ରିକ ଗୁଣ ଏବଂ ଆୟୁର୍ବେଦିକ ଗୁଣ ଜଣାପଡ଼ିଯିବ, ତେବେ ଏହି ଗଛକୁ ଆପଣ ଆପଣଙ୍କର ଦିନଚର୍ଯ୍ୟାର କାମରେ ସାମିଲ ମଧ୍ୟ କରିପାରିବେ। ଯଦି ଆପଣ ଆପଣଙ୍କର ଜୀବନରେ ଗରିବୀ, ଦାରିଦ୍ର୍ୟତା, କଷ୍ଟ, ଦୁର୍ଭାଗ୍ୟ କାରଣରୁ ଚିନ୍ତିତ ଥିଲେ, ତେବେ ଆପଣ ବିଶ୍ୱାସ କରନ୍ତୁ, ଏହି ଗଛର ବ୍ୟବହାର କରି ଆପଣ ସମସ୍ତ ସମସ୍ୟାରୁ ମୁକ୍ତି ପାଇପାରିବେ। ସରଳ ଭାଷାରେ କହିବାକୁ ଗଲେ, ଯଦି ଆପଣଙ୍କ ଜୀବନରେ ଧନ କାରଣରୁ ଆପଣ ଚିନ୍ତିତ ଥିଲେ, ଆପଣଙ୍କର ପାଖକୁ ଧନ ଆସୁନଥିଲା, ଧନ ଆସିବାର ମଧ୍ୟ ସମସ୍ତ ମାର୍ଗଗୁଡ଼ିକ ବନ୍ଦ ହୋଇଯାଇଥିଲା ଏବଂ ଏହି ଗଛର ଯଦି ସଠିକ୍ ଉପାୟରେ ସାଧନା କରିନେବେ, ତେବେ ଆପଣଙ୍କୁ ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ନିଶ୍ଚୟ ରୂପରେ ପ୍ରାପ୍ତି ହେବ ଏବଂ ଆପଣଙ୍କ ଜୀବନରେ ଧନର ଆଗମନ ହେବ। ପଇସା ଆପଣଙ୍କ ପାଖକୁ ଚୁମ୍ବକ ପରି ଆକର୍ଷିତ ହୋଇ ଆସିବ। ଯଦି ଆପଣଙ୍କର ଶତ୍ରୁ ଆପଣଙ୍କର ବିନାଶ କରିବା ପାଇଁ ଚାହୁଁଛନ୍ତି, ତେବେ ଏହି ଗଛର ଯଦି ଆପଣ ସଠିକ୍ ଉପାୟରେ ସାଧନା କରିନିଅନ୍ତି, ଭଗବାନ ଶନିଦେବଙ୍କୁ ଖୁସି କରିନେବେ, ତେବେ ଆପଣଙ୍କ ଶତ୍ରୁଙ୍କର ବିନାଶ ହୋଇଯିବ। ଯଦି ଆପଣ ଆପଣଙ୍କର ଜୀବନରେ କୌଣସି ଅନ୍ୟ ସମସ୍ୟା ନେଇ ଚିନ୍ତିତ ରହିଥିଲେ ଆଉ ଆପଣଙ୍କର ଭାଗ୍ୟ ଆପଣଙ୍କର ସାଥ ଦେଉନଥିଲା, ତ ଆପଣଙ୍କୁ ଏହି ଗଛର ସଠିକ୍ ସାଧନା କରିବାକୁ ହେବ, ଯାହାଫଳରେ ଆପଣଙ୍କୁ ଭଗବାନ ଭୋଳାଶଙ୍କରଙ୍କର ଆଶୀର୍ବାଦ ପ୍ରାପ୍ତି ହେବ। ବିଶ୍ୱାସ କରନ୍ତୁ, ଆପଣଙ୍କ ଜୀବନରେ କାଳ ମଧ୍ୟ ଆପଣଙ୍କର କୌଣସି ପ୍ରକାରର କ୍ଷତି କରିପାରିବ ନାହିଁ, କାରଣ କାଳର କାଳ ଭଗବାନ ଭୋଳାଶଙ୍କର ଯଦି ଆପଣଙ୍କ ଉପରେ ହାତ ରଖିଦେବେ, ତେବେ ବିଶ୍ୱାସ କରନ୍ତୁ, କେବେ ବି କେହି ଆପଣଙ୍କର କିଛି କ୍ଷତି କରିପାରିବ ନାହିଁ। ଭିଡ଼ିଓରେ ଆଗକୁ ବଢ଼ିବା ପୂର୍ବରୁ ଯଦି ଆପଣ ଭଗବାନ ଶଙ୍କରଙ୍କୁ ସଚ୍ଚା ହୃଦୟରୁ ଭକ୍ତି କରୁଥାନ୍ତି, ତେବେ ଆପଣ ଭିଡ଼ିଓଟିକୁ ଗୋଟିଏ ଲାଇକ୍ ନିଶ୍ଚୟ କରନ୍ତୁ ଏବଂ କମେଣ୍ଟ ବକ୍ସରେ ଭକ୍ତିର ସହକାରେ ଓମ୍ ନମଃ ଶିବାୟ, ହର ହର ମହାଦେବ ନିଶ୍ଚୟ ଲେଖିଦିଅନ୍ତୁ। କାରଣ ଭଗବାନ ଭୋଳାଶଙ୍କରଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ସର୍ବଦା ବନି ରହୁ, ଆପଣଙ୍କର କେହି କିଛି ବି କ୍ଷତି କରିନପାରୁ। ତେବେ ମୁଁ ଉମେଶ ଆପଣମାନଙ୍କୁ ସ୍ୱାଗତ କରୁଛି ବାସ୍ତୁ ଟିପ୍ସ ଓଡ଼ିଆକୁ। ବନ୍ଧୁଗଣ, ଏହି ବୃକ୍ଷର କେଉଁ ଭାଗର ପ୍ରୟୋଗ କିପରି କରିବାକୁ ହେବ, ଏହା ଆପଣଙ୍କୁ ଜାଣିବା ବହୁତ ଜରୁରୀ ଅଟେ, ଯେଉଁ ବିଷୟରେ ଆଜି ଆମେ ଏହି ଭିଡ଼ିଓ ମାଧ୍ୟମରେ ଆପଣଙ୍କୁ ଜଣାଇବୁ। ଏହି ଗଛର ଦୁଇ ପ୍ରକାରର ଗୁଣ ଅଛି। ଗୋଟିଏ ଗୁଣ ହେଲା ଆୟୁର୍ବେଦିକ ଗୁଣ ଏବଂ ଅନ୍ୟ ଗୁଣଟି ହେଲା ତାନ୍ତ୍ରିକ ଗୁଣ। ଆୟୁର୍ବେଦିକ ଗୁଣ ମାନେ ଯଦି ଆପଣ ବଡ଼ ବଡ଼ ରୋଗ ପାଇଁ ଚିନ୍ତିତ ଅଛନ୍ତି, ମାନେ ଆପଣ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଛନ୍ତି ଆପଣଙ୍କ ବିମାରୀରେ, ହେଲେ ଆପଣଙ୍କୁ ବିମାରୀରୁ କୌଣସି ପ୍ରକାରର ବି ଫାଇଦା ମିଳୁନାହିଁ, ଆପଣଙ୍କର ରୋଗ ଭଲ ହେବାର ନାମ ନେଉନାହିଁ, ତେବେ ଆପଣ ଏହି ଗଛର ନିଶ୍ଚୟ ରୂପରେ ପ୍ରୟୋଗ କରିନିଅନ୍ତୁ ଆଉ ସଠିକ୍ ଉପାୟରେ ଏହି ଗଛର ପ୍ରୟୋଗ ମଧ୍ୟ କରନ୍ତୁ। ତେବେ ବନ୍ଧୁଗଣ, ବିଶ୍ୱାସ କରନ୍ତୁ, ଆପଣଙ୍କର ବିମାରୀ ଧୀରେ ଧୀରେ ଭଲ ହୋଇଯିବ। ଏଥିପାଇଁ ଏହି ଗଛର ମହତ୍ତ୍ୱ ଆୟୁର୍ବେଦରେ ବହୁତ ଅଧିକ ରହିଅଛି। ଯଦି ବନ୍ଧୁଗଣ ଆପଣ ଏହି ବୃକ୍ଷର ତାନ୍ତ୍ରିକ ପ୍ରୟୋଗ ସମ୍ପର୍କରେ ଜାଣି ନିଅନ୍ତି, ତେବେ ଆପଣ ଏହି କଥାଟିର ବିଶ୍ୱାସ କରନ୍ତୁ, ଆପଣଙ୍କ ଜୀବନରେ
କେବେ ବି ଆପଣଙ୍କୁ କଷ୍ଟ ଦେଖିବା ପାଇଁ ମିଳିବ ନାହିଁ। ଧନ ଆପଣଙ୍କ ପାଖକୁ ମାଡ଼ି ଆସିବ। ଏହି ଗଛର ନାମ ଅଟେ ଅପମାର୍ଗ ଗଛ। ଏହା ମଧ୍ୟ ଓଡ଼ିଶାରେ ବହୁତ ଅଧିକ ଦେଖାଯାଇଥାଏ। ଆମେ ମଧ୍ୟ ଆଗରୁ ଏହି ଗଛ ସମ୍ପର୍କରେ ବହୁତ ଭିଡ଼ିଓରେ ଆଲୋଚନା କରିଛେ। ତେବେ ଯଦି ଆପଣ ଏହି ଭିଡ଼ିଓଟିକୁ ଦେଖୁଛନ୍ତି ତେବେ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ଆମେ ଲୋକମାନଙ୍କର କଲ୍ୟାଣ ପାଇଁ ଏହିପରି ଅନେକ ଭିଡ଼ିଓ ପ୍ରତ୍ୟେକ ଦିନ ଆମର ଏହି ଚ୍ୟାନେଲରେ ଅପଲୋଡ଼ କରିଥାଉ। ତେବେ ବନ୍ଧୁଗଣ, ଏହାକୁ ଅପମାର୍ଗ ଏଥିପାଇଁ କୁହାଯାଇଥାଏ କାହିଁକି ନା ଏହି ବୃକ୍ଷର ବୀଜ ଗୁଡ଼ିକ ଓଲଟା ଚାଲିଥାଏ। ଏହି ଗଛର ବୀଜ ମାନେ ଏହି ଗଛର ଉପରି ଭାଗକୁ ବା ଏହି ଗଛର ମଞ୍ଜିକୁ କୁହାଯାଇଥାଏ, ଯାହାକି ଓଲଟା ଚାଲିଥାଏ। ଆପଣ ଏହି ଦୁନିଆରେ ଅନେକ ପ୍ରକାରର ଗଛଲତା ଦେଖିଥିବେ। ସେମାନଙ୍କର ବୀଜ ଯେଉଁ ରହିଥାଏ ତାହା ସିଧା ଉଠିଥାଏ, ହେଲେ ଏହି ବୃକ୍ଷଟି ସମ୍ପୂର୍ଣ୍ଣ ଅଲଗା। ଏହି ଗଛର ବୀଜ ଗୁଡ଼ିକ ଓଲଟା ଉଠିଥାଏ। ଏଥିପାଇଁ ଆୟୁର୍ବେଦିକ ଭାଷାରେ ଏହି ବୃକ୍ଷର ନାମ ଅପମାର୍ଗ ରହିଅଛି। ଏହି ଗଛର ଯେଉଁ ବୀଜ ଗୁଡ଼ିକ ଓଲଟା ଉଠିଥାଏ, ଏହା ହେଉଛି ଏହି ଗଛର ସବୁଠାରୁ ବଡ଼ ଖାସ୍ ମହତ୍ତ୍ୱ। ସର୍ବପ୍ରଥମେ ମୁଁ ଆପଣଙ୍କୁ ଏହା କହିବି ଯେ ଯଦି ଆପଣ ବାସ୍ତୁଶାସ୍ତ୍ରର ବନସ୍ପତି ଜ୍ଞାନର ଅଧ୍ୟାୟ ନମ୍ବର 51କୁ ଯିବେ, ସେହିଠାରେ ଆପଣଙ୍କୁ ସଫା ସଫା ଦେଖିବାକୁ ମିଳିଯିବ ଏହି ଗଛ ସନ୍ଥ ମହାତ୍ମା ମୁନି ଋଷିମାନେ ଏହି ଗଛର ବ୍ୟବହାର କରୁଥିଲେ। ଏହି ଗଛକୁ ଧର୍ମଶାସ୍ତ୍ରରେ ଏକ ଶୁଭ ଗଛ ରୂପରେ ମାନାଯାଇଥାଏ। ଏପରି ମଧ୍ୟ ମାନାଯାଇଥାଏ ଯେ ଏହି ଗଛର ଆପଣ ବ୍ୟବହାର କରି ଆପଣଙ୍କ ଶରୀରର ପ୍ରୋଟିନ୍କୁ ପୂର୍ତ୍ତି କରିପାରିବେ। ପୂର୍ବ କାଳରେ ସନ୍ଥ ମହାତ୍ମାମାନେ ଥିଲେ ଯେତେବେଳେ ସେମାନେ ମାସ ମାସ ଧରି ତପସ୍ୟାରେ ଲୀନ ରହୁଥିଲେ। ଭଗବାନଙ୍କ ଆରାଧନାରେ ସେମାନେ ଏହି ଗଛର ବୀଜର ଖିଚୁଡ଼ି ବନାଇ କରି ଖାଉଥିଲେ, ଯାହାଫଳରେ ସେମାନଙ୍କୁ ପାଖାପାଖି 10 ଦିନ ପର୍ଯ୍ୟନ୍ତ କୌଣସି ଖାଦ୍ୟ ଖାଇବାକୁ ପଡୁନଥିଲା। ଏହି ଗଛଟି ପ୍ରୋଟିନ୍ ମାମଲାରେ ବହୁତ ଅଧିକ ସୁନ୍ଦର ଗଛ ଅଟେ। ଏହି କାରଣରୁ ସନ୍ଥ ମହାତ୍ମାମାନେ ଏହି ଗଛକୁ ନିଜ ପାଖରେ ନିଶ୍ଚୟ ରଖୁଥିଲେ। ଏହି ଗଛ ଏକ ଏପରି ଗଛ ଅଟେ ଯାହା ଉପରେ ଅମୃତର କିଛି ବୁନ୍ଦା ପଡ଼ିଥିଲା। ଯେବେ ସମୁଦ୍ର ମନ୍ଥନ ହୋଇଥିଲା ଏବଂ ଯେବେ ଅମୃତ ଧରିତ୍ରୀକୁ ଆସିଥିଲା, ତେବେ ଅପମାର୍ଗ ଗଛ ଉପରେ କିଛି ବୁନ୍ଦା ଅମୃତ ପଡ଼ିଥିଲା, ଯେଉଁ କାରଣରୁ ଏହାର ମୂଳରେ ମାତା ଗଙ୍ଗାଙ୍କର ବାସ ହୋଇଥାଏ। ଯଦି ଆପଣ ପୁରୁଣାକାଳିଆ ଲୋକଙ୍କ ସହିତ ମିଶିବେ, ତେବେ ଆପଣ ତ ଏହା ଜାଣିବାକୁ ପାଇବେ ଯେ ପୂର୍ବକାଳର ବ୍ୟକ୍ତି ଏହି ଗଛର ମୂଳର ବ୍ୟବହାର ନିଶ୍ଚିନ୍ତ କରୁଥିଲେ। ସେମାନେ ମଧ୍ୟ ଏହି ଗଛର ମୂଳରେ ଦାନ୍ତ ଘଷୁଥିଲେ। ଯଦି ଆପଣଙ୍କ ମାଢ଼ିରେ ଦରଜ ଅନୁଭୂତ ହେଉଛି, ଫାଇରିଆ ହୋଇଛି, ଆପଣଙ୍କର ଦାନ୍ତ ହଳଦିଆ ପଡ଼ିଯାଉଛି ଏବଂ ଦାନ୍ତରେ ବ୍ୟାକ୍ଟେରିଆ ଜମି ଯାଇଛନ୍ତି, ତେବେ ଏଥିସବୁ ପାଇଁ ଏହି ବୃକ୍ଷ ରାମବାଣ ଉପାୟ ହୋଇପାରେ। ଏବେ ଆପଣଙ୍କୁ ପ୍ରଥମେ ଏହାର ଆୟୁର୍ବେଦିକ ଗୁଣ ସମ୍ପର୍କରେ କହିବୁ, ତାପରେ ଏହାର ତାନ୍ତ୍ରିକ ଗୁଣ ସମ୍ପର୍କରେ ଆପଣଙ୍କୁ ଜଣାଇବୁ। ସେଥିପାଇଁ ଆପଣ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ନିହାତି ଦେଖନ୍ତୁ। ସବୁଠାରୁ ପ୍ରଥମ ଆୟୁର୍ବେଦିକ ଗୁଣ ଏହା ଅଟେ କି ଯଦି ଆପଣଙ୍କ ଦାନ୍ତରେ ବ୍ୟାକ୍ଟେରିଆ ଜମି ଯାଇଛନ୍ତି ବା ପୋକ କାଟୁଛି ଏବଂ ଆପଣ ମେଡ଼ିସିନ ଖାଇକରି ମଧ୍ୟ ଆପଣଙ୍କୁ କୌଣସି ପ୍ରକାରର ଫାଇଦା ମିଳୁନାହିଁ, ତେବେ ଆପଣ ଏହି ଗଛର ମୂଳ ବା ଚେରରେ ଯଦି ଆପଣ 15 ଦିନ ପର୍ଯ୍ୟନ୍ତ ଦାନ୍ତ ଘଷିବେ, ଦେଖିବେ ଆପଣଙ୍କର ପୋକ ଦାନ୍ତ ଭଳି ସମସ୍ୟା ନିଶ୍ଚିନ୍ତ ରୂପରେ ତୁରନ୍ତ ଠିକ୍ ହୋଇଯିବ। ମାନି ନିଅନ୍ତୁ ଆପଣଙ୍କର ମାଢ଼ିରେ ବହୁତ ଅଧିକ ଦରଜ ଅନୁଭୂତ ହେଉଛି ଏବଂ ସେହି ଦରଜ ପାଇଁ ଆପଣ ଚିନ୍ତାରେ ଅଛନ୍ତି, ତେବେ ଏହି ଗଛର ମୂଳରେ ଆପଣ 1 ମାସ ପର୍ଯ୍ୟନ୍ତ ଦାନ୍ତ ଘଷି ନିଅନ୍ତୁ। ଆପଣଙ୍କ ମାଢ଼ିରେ ଯେଉଁ କଷ୍ଟ ହେଉଥିବ ତାହା ଆପଣଙ୍କର ତୁରନ୍ତ ଭଲ ହୋଇଯିବ। ଆପଣଙ୍କର ଦାନ୍ତ ହଳଦିଆ ପଡ଼ିଗଲାଣି। କୁହାଯାଏ ଅପମାର୍ଗ ଗଛର ମୂଳରେ ଦାନ୍ତ ଘଷିବା ଦ୍ୱାରା ଆପଣଙ୍କର ଦାନ୍ତ ମୋତି ପରି ଚମକିଥାଏ। ତେବେ ଆପଣଙ୍କୁ ପୁରା 1 ମାସ ପର୍ଯ୍ୟନ୍ତ ଘଷିବାକୁ ହେବ। କେତେକ ଲୋକମାନଙ୍କର ଆଣ୍ଠୁଗଣ୍ଠିରେ ଦରଜ ହୋଇଥାଏ, ବିନ୍ଧା ହୋଇଥାଏ, ଯେଉଁଥିରେ ଲୋକମାନେ କେତେଗୁଡ଼ିଏ ମେଡ଼ିସିନ ଖାଇଥାନ୍ତି ଏବଂ ଲକ୍ଷ ଲକ୍ଷ ଟଙ୍କା ମଧ୍ୟ ଖର୍ଚ୍ଚ କରିନେଇଥାନ୍ତି, କିନ୍ତୁ ସେମାନଙ୍କୁ କିଛି ଫଳ ମିଳିନଥାଏ। ତେବେ ଆପଣ ଏହି ଗଛକୁ ନେଇ ଆସନ୍ତୁ। ଏହାର ମୂଳକୁ ଆପଣ ଖରାରେ ଶୁଖେଇ ଦିଅନ୍ତୁ। ଏହାପରେ ଆପଣ ଏହି ମୂଳରେ ପାଉଡର ପ୍ରସ୍ତୁତ କରନ୍ତୁ। ସେହି ପାଉଡରକୁ ଆପଣ ସୋରିଷ ତେଲରେ ଗରମ କରି ଆପଣଙ୍କର ଆଣ୍ଠୁଗଣ୍ଠି ଏବଂ ଦରଜ ଜାଗାରେ ମାଲିସ କରନ୍ତୁ। ଏହି ଉପାୟକୁ ଯଦି ଆପଣ 2 ମାସ ପର୍ଯ୍ୟନ୍ତ କରିନେଉଛନ୍ତି, ତେବେ ଆପଣ ଏହା ବିଶ୍ୱାସ କରନ୍ତୁ
ଆପଣଙ୍କୁ ବହୁତ ଭଲ ଫାଇଦା ମିଳିଥାଏ। ବନ୍ଧୁଗଣ, ଆୟୁର୍ବେଦରେ ଏହି ଗଛର ବହୁତ ଅଧିକ ମହତ୍ତ୍ୱ ରହିଅଛି। ଆମେ ଯେଉଁ ଉପାୟ ଆପଣଙ୍କୁ କହିଲୁ, ଆପଣ ଏହି ଉପାୟକୁ ନିଶ୍ଚୟ ରୂପରେ ଆପଣାନ୍ତୁ। ବିଶ୍ୱାସ କରନ୍ତୁ, ଆପଣଙ୍କୁ ଆଉ କେବେ ବି ମେଡିସିନ ଖାଇବାକୁ ପଡ଼ିବ ନାହିଁ। ଏବେ ଚାଲନ୍ତୁ ଜାଣିବା ଏହି ଗଛର ତାନ୍ତ୍ରିକ ଗୁଣ ସମ୍ପର୍କରେ। ଧ୍ୟାନ ପୂର୍ବକ ଶୁଣନ୍ତୁ। ସବୁଠାରୁ ପ୍ରଥମ ତାନ୍ତ୍ରିକ ଗୁଣ ଯାହା ଆପଣଙ୍କୁ କହିବାକୁ ଯାଉଛୁ, ସେହି ସବୁକୁ ଆପଣ ବହୁତ ଧ୍ୟାନର ସହିତ ଶୁଣନ୍ତୁ। ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନଙ୍କର ଶତ୍ରୁ ସେମାନଙ୍କର ବିନାଶ କରିବାକୁ ଚାହିଁଥାନ୍ତି। ସେମାନଙ୍କର ଶତ୍ରୁ ସର୍ବଦା ତାଙ୍କର କ୍ଷତି କରିବାକୁ ଚାହିଁଥାନ୍ତି ଏବଂ ଆପଣଙ୍କର ଶତ୍ରୁ ଯିଏ ଆପଣଙ୍କର ବେପାରକୁ ବର୍ବାଦ କରିବା ପାଇଁ ଚାହୁଁଛନ୍ତି, ତ ଆପଣଙ୍କୁ କେବଳ ଏତିକି କରିବାର ଅଛି କି ଏହି ଗଛର ଯେଉଁ ବୀଜ ଅଛି ତାହାକୁ ଆପଣ ଛିଣ୍ଡାଇ ନେଇ ଆସନ୍ତୁ। ଶନିବାର ଦିନ ଆପଣଙ୍କୁ ତୁଳି କରି ଆଣିବାର ଅଛି ଏବଂ ଏହାକୁ ଗୋଟିଏ ନାଲି କପଡ଼ାରେ ବାନ୍ଧି ଦିଅନ୍ତୁ। ଶନିଦେବଙ୍କର ମୂର୍ତ୍ତି ସାମ୍ନାରେ, ଶନିଦେବଙ୍କର ଫଟୋ ଚିତ୍ର ସାମ୍ନାରେ ବସି ଆପଣଙ୍କୁ ଶନି ଚାଳିଶାର ପାଠ କରିବା ଦରକାର। ଏହି ପାଠ ଆପଣଙ୍କୁ 51 ଥର କରିବାକୁ ହେବ। ଯଦି ଆପଣ 51 ଥର କରୁଛନ୍ତି, ଶନି ଚାଳିଶାର ପାଠ କରି ସେହି ଗଛର ବୀଜକୁ ଏକ ଲାଲ ରଙ୍ଗର କପଡ଼ାରେ ବାନ୍ଧି ଏହାକୁ ଏମିତି ଜାଗାରେ ରଖନ୍ତୁ ଯେଉଁଠାକୁ କେହି ବି ଯିବା ଆସିବା କରୁନଥିବେ। ଦେଖିବେ ଆପଣଙ୍କର ଶତ୍ରୁ ଯେତେ ବି ଶକ୍ତିଶାଳୀ ହେଉନା କାହିଁକି, ଯେତେ ବି ବଳବାନ ହେଉନା କାହିଁକି, ଯିଏ ଆପଣଙ୍କୁ ବର୍ବାଦ କରିବାକୁ ଚାହୁଁଛି, ଓଲଟା ସେହି ଶତ୍ରୁଙ୍କର ବିନାଶ ହୋଇଯିବ। ଦ୍ୱିତୀୟରେ, ଯଦି ଆପଣ ଚାହୁଁଛନ୍ତି କି ଆପଣଙ୍କର ବେପାରରେ ବୃଦ୍ଧି ହେଉ, ଆପଣ ଚାହୁଁଛନ୍ତି କି ଆପଣଙ୍କ ବେପାରରେ ଉନ୍ନତି ହେଉ, ତେବେ ଆପଣଙ୍କୁ ଶୁକ୍ରବାର ଦିନ ଏହି ଗଛର ବୀଜକୁ ଛିଣ୍ଡାଇ କରି ଆଣିବାର ଅଛି, ଯାହାକୁ କେତେଗୁଡ଼ିଏ ଲୋକମାନେ ଫୁଲ ମଧ୍ୟ ମାନିଥାନ୍ତି। ତାହାକୁ ତୁଳିକି ନେଇ ଆସନ୍ତୁ। ଶୁକ୍ରବାର ଦିନ ଯଦି ଆପଣ ଏହାକୁ ତୁଳି ଆଣନ୍ତି, ଲାଲ କପଡ଼ାରେ ଏହାକୁ ରଖି ଆପଣ ତା ଉପରେ ଅଳ୍ପ ସିନ୍ଦୁର ଛିଞ୍ଚି ଦିଅନ୍ତୁ। ଏହାପରେ ତାକୁ ଆପଣ ବାନ୍ଧି ଦିଅନ୍ତୁ। ତାପରେ ଏହାକୁ ନେଇ ଆପଣ ଆପଣଙ୍କର ବେପାର ସ୍ଥାନରେ ରଖିଦିଅନ୍ତୁ। ପଇସା ଡ୍ରରେ ରଖିଦିଅନ୍ତୁ। ଦେଖିବେ ଆପଣଙ୍କ ବେପାରରେ ବୃଦ୍ଧି ହେବା ଆରମ୍ଭ ହୋଇଯିବ। ଧନର ମଧ୍ୟ କମି କେବେ ବି ହେବ ନାହିଁ। ଯଦି ଆପଣଙ୍କୁ ଲାଗୁଛି କି ଆପଣଙ୍କ ପଛରେ ଭୂତ ପ୍ରେତ ଖରାପ ଆତ୍ମା ପଡ଼ି ରହିଛନ୍ତି, ଲୋକ ଚିନ୍ତିତ ହୋଇସାରିଛନ୍ତି କଳା ତନ୍ତ୍ର ବିଦ୍ୟାରେ, ତେବେ ଆପଣ ଏହିସବୁ ଉପାୟକୁ କରିନିଅନ୍ତୁ। କେବେ ବି ଆପଣଙ୍କ ଉପରେ ନକାରାତ୍ମକ ଶକ୍ତି ଏବଂ କଳା ଯାଦୁର ପ୍ରଭାବ ପଡ଼ିବ ନାହିଁ। ଆପଣଙ୍କୁ କେବଳ ସୋମବାର ଦିନ ଏହି ଗଛର ଚେରକୁ ଛିଡ଼ାଇ କରି ଆଣିବାର ଅଛି। ମାନେ ଆପଣ ଗଛକୁ ସମ୍ପୂର୍ଣ୍ଣ ରୂପରେ ଉପାଡ଼ିକି ନେଇ ଆସନ୍ତୁ। ଏହାର ଯେଉଁ ମୂଳ କିମ୍ବା ଚେର ଅଛି ତାହାକୁ ଉପାଡ଼ି ଆଣି ଆପଣ ଧୋଇ ଦିଅନ୍ତୁ। ଭଗବାନ ଭୋଳାଶଙ୍କରଙ୍କର ମୂର୍ତ୍ତି ହେଉ କିମ୍ବା ଫଟୋ ହେଉ, ଯାହା ବି ଆପଣଙ୍କ ପାଖରେ ଅଛି, ତାଙ୍କ ସମ୍ମୁଖରେ ବସି ଆପଣଙ୍କୁ 1001 ଥର ଓମ୍ ନମଃ ଶିବାୟ ଏହି ମନ୍ତ୍ରର ଜପ କରିବାର ଅଛି। ଗୋଟିଏ ଚାନ୍ଦିର ତାବିଜରେ ଏହି ଚେରକୁ ପୁରାଇ ଆପଣ ଏହାକୁ ଧାରଣ କରନ୍ତୁ। କେତେ ବି ବଡ଼ କଳା ଯାଦୁ ହେଉ, କେତେ ବି ବଡ଼ ନକାରାତ୍ମକ ଶକ୍ତି ହେଉ, ସମସ୍ତେ ଆପଣଙ୍କର ପିଛା ଛାଡ଼ିନେବେ। ଚତୁର୍ଥ ଉପାୟ ଯଦି ଆପଣ କରିନିଅନ୍ତି, ତେବେ ଆପଣଙ୍କୁ ସମାଜରେ ମାନ ପ୍ରତିଷ୍ଠା ନିଶ୍ଚୟ ମିଳିବ। ଯଦି ଆପଣ ତିଳକର ଧାରଣ କରିଥାନ୍ତି, ତେବେ ଆପଣ ଗୋଟିଏ କଥା ଜାଣି ନିଅନ୍ତୁ, ମଙ୍ଗଳବାରର ଦିନ ହୋଇଥାଏ ପ୍ରଭୁ ହନୁମାନଙ୍କର ଦିନ। ଏହି ଦିନ ଏହି ଗଛକୁ ଉପାଡ଼ି ନେଇ ଆସନ୍ତୁ ଏବଂ ଏହାର ମୂଳକୁ ଧୋଇ କରି ଶୁଖାଇ ଦିଅନ୍ତୁ। ଆପଣ ଯେଉଁ ବି ତିଳକ ଧାରଣ କରିଥାନ୍ତି, ସେଥିରେ ଗୋଟିଏ ଚୁଟକି ଏହାର ପାଉଡର ପକାଇ ଦିଅନ୍ତୁ। ଆପଣ ଚାକିରି ପ୍ରାପ୍ତି ପାଇଁ ଯାଉଛନ୍ତି, ଆପଣ କମ୍ପିଟିସନ ଇଣ୍ଟରଭ୍ୟୁ ଦେବା ପାଇଁ ଯାଉଛନ୍ତି, ଆପଣ କୌଣସି ପ୍ରକାରର ବେପାରର ମିଟିଂ ପାଇଁ ଯାଉଛନ୍ତି, ଆପଣଙ୍କର ମଙ୍ଗଳ ବହୁତ ଅଧିକ ଭଲ ହୋଇଯିବ। ଯଦି କୌଣସି ବ୍ୟକ୍ତିଙ୍କର କୁଣ୍ଡଳୀରେ ମଙ୍ଗଳ ଭଲ ସ୍ଥିତିରେ ରହିଯାଆନ୍ତି, ତ ମାନନ୍ତୁ ସେମାନଙ୍କର ସମସ୍ତ କାର୍ଯ୍ୟରେ ସଫଳତା ମିଳିଥାଏ। ଏତିକି କରିବା ପରେ ଆପଣଙ୍କର ମଙ୍ଗଳ ବହୁତ ଭଲ ସ୍ଥିତିକୁ ଆସିଯିବେ। ଏହା ଛଡ଼ା ଆପଣ ଯେଉଁ କାର୍ଯ୍ୟ ପାଇଁ ଯାଉଛନ୍ତି, ସେହି କାମ ଆପଣଙ୍କର ନିଶ୍ଚିନ୍ତ ହୋଇଯିବ। ଆପଣଙ୍କୁ ସେହି କାର୍ଯ୍ୟରେ ସଫଳତା ମିଳିବ। ବନ୍ଧୁଗଣ, ଆପଣଙ୍କୁ ଏହିସବୁ କଥା କେହି ବି କହିବେ ନାହିଁ, ପରନ୍ତୁ ଆମେ ଆମର ଏହି ଚ୍ୟାନେଲରେ ଏଥିପାଇଁ ଜଣାଉଅଛୁ କି ଆମ ଚ୍ୟାନେଲର ଗୋଟିଏ ଉଦ୍ଦେଶ୍ୟ ଜନହିତ ଏବଂ ଜନକଲ୍ୟାଣ। ଆମେ ଚେଷ୍ଟା କରୁଛୁ ଦେଶର ଲୋକଙ୍କୁ ସେହି କଥା ଜଣାଇବାକୁ ଯାହାକୁ ଲୋକମାନେ ଅଣଦେଖା କରୁଛନ୍ତି, ଭୁଲି ସାରିଛନ୍ତି, ମନରୁ ଦୂର କରିଦେଇ ସାରିଛନ୍ତି। କାହିଁକି ନା ଆଜିକାଲିକା ଯୁଗର ଲୋକମାନେ ନିଜର ଲାଇଫରେ ଏତେ ବିଜି ରହୁଛନ୍ତି କି
ସେମାନେ ହିନ୍ଦୁ ପୁରାଣ ସମ୍ପର୍କରେ ଜାଣିବା କିମ୍ବା ପଢ଼ିବା ଭୁଲିଗଲେଣି। କିନ୍ତୁ ଆମର ଏହି ଚ୍ୟାନେଲ ପ୍ରତିଦିନ ଆପଣଙ୍କୁ ହିନ୍ଦୁ ପୁରାଣର ଏମିତି ବିଶେଷ କଥାଗୁଡ଼ିକ ଜଣାଇବ, ଯାହା ମଧ୍ୟ ଆପଣଙ୍କୁ କେଉଁଠାରେ ବି ଜାଣିବାକୁ ମିଳିବ ନାହିଁ। ଯେତେ ବି କ୍ରିୟା ଏବଂ ସାଧନା ଆମେ ଆପଣଙ୍କୁ ଜଣାଇଲୁ, ଏଥିରେ ଆପଣଙ୍କର ଗୋଟିଏ ଟଙ୍କା ବି ଖର୍ଚ୍ଚ ହେବ ନାହିଁ। ପରନ୍ତୁ ଆପଣ ଏହି ଉପାୟକୁ କରିବା ପରେ ଆପଣମାନେ ଲକ୍ଷେ ଟଙ୍କାର ଫାଇଦା ପାଇପାରିବେ। ତେବେ ଆପଣମାନଙ୍କୁ ଯଦି ଏହି ଭିଡ଼ିଓଟି ଭଲ ଲାଗିଥାଏ, ଭିଡ଼ିଓଟିକୁ ଗୋଟିଏ ଲାଇକ୍ କରନ୍ତୁ ଏବଂ ତଳେ ଆସୁଥିବା କମେଣ୍ଟ ବକ୍ସରେ ହର ହର ମହାଦେବ ନିଶ୍ଚୟ ଲେଖନ୍ତୁ। ଏବଂ ଏହିପରି ପ୍ରତିଦିନ ଭିଡ଼ିଓ ଦେଖିବା ପାଇଁ ଚାହୁଁଥିଲେ ଆମର ଏହି ଚ୍ୟାନେଲଟିକୁ ସବସ୍କ୍ରାଇବ୍ ନିଶ୍ଚୟ କରନ୍ତୁ। ଧନ୍ୟବାଦ।